ଋଷିଙ୍କ ଆଶ୍ରମରୁ ନିଷ୍କ୍ରାନ୍ତ ହେବାର ଅବ୍ୟବହିତ ପରେ ହଠାତ୍ ଅବଲକରା ଅଟକି ଯିବାର ଦେଖି ସାମନ୍ତେ ପ୍ରଶ୍ନ କଲେ, ଗୁରୁ ସାମନ୍ତେ, ମୋର କାହିଁକି ଆଗକୁ ଯିବାକୁ ମୋଟେ ମନ ହେଉନାହିଁ? ଅବଲକରା ଅଳ୍ପ ନଇଁ ପଡ଼ି ଡାହାଣ ହାତ ଦ୍ୱାରା ଡାହାଣ ଆଣ୍ଠୁକୁ ଏମିତି ଆଉଁସିଲା, ସତେ ଅବା ମନର ନିବାସ ସେହି ଆଣ୍ଠୁ। କାଳକ୍ଷେପ ନ କରି ତୋ କୌତୂହଳ ବ୍ୟକ୍ତ କର ବାବା। ସାମନ୍ତେ ଖଣ୍ଡିଏ ଚିକ୍କଣ ଶିଳା ଉପରେ ବସି ପଡ଼ିଲେ। ଆଜ୍ଞା, ଆଶ୍ରମରେ ଖଣ୍ଡିଏ ସିଂହଛାଲ ଥୁଆ ହୋଇଥିଲା। ମୁଁ ତାକୁ ଟାଣି ପକାଇବା ମାତ୍ରେ ତ୍ରିଚକ୍ଷୁ ଝପଟି ଆସି ମୋତେ ନମ୍ର ଭାବରେ ସେଥିରୁ ନିବୃତ୍ତ କରି ଛାଲଟିକୁ ପ୍ରାୟ ମୁଣ୍ଡରେ ଛୁଆଇଁ ଯଥାସ୍ଥାନରେ ରଖିଦେଲେ। ସିଂହଛାଲ ଉପରେ ମୁନି ଋଷିମାନେ ବସନ୍ତି, ତାକୁ ପୁଣି ଋଷି ଜଣେ ମୁଣ୍ଡରେ ବସାଇବାର ରହସ୍ୟ କ'ଣ? ପଞ୍ଚତନ୍ତ୍ରର କାହାଣୀ ସବୁ ତୋତେ ଜଣାଅଛିଟି? ତିନି ଯୁବକ ଗୋଟିଏ ସିଂହର ଦେହାବଶେଷରେ ଜୀବନ ଦେବା କଥା। ଗୁରୁ ସାମନ୍ତେ, ଆପଣଙ୍କଠୁ କ'ଣ ସେସବୁ କାହାଣୀ ଆଦାୟ କରିବାରେ ମୁଁ ତ୍ରୁଟି କରିଛି? ତଥାପି ମୋ ସ୍ମୃତିଶକ୍ତି କଥା ତ ଜାଣନ୍ତି। ଘଟଣାଟିର ଯେତିକି ଅଂଶ ବ୍ୟବହାର କରି ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ କାହାଣୀ ଗଠନ କରାଯାଇ ପାରିବ, ପଣ୍ଡିତ ବିଷ୍ଣୁ ଶର୍ମା ସେତିକିର ସଦ୍ବ୍ୟବହାର କରିଛନ୍ତି। ଯେତିକି ସେ କହିନାହାନ୍ତି, ସିଂହଛାଲ ଜନିତ ତୋର କୌତୂହଳ ନିବାରଣ ପାଇଁ ମୋତେ ସେତିକି ତ କହିବାକୁ ହେବ। ସଙ୍ଗେ ସଙ୍ଗେ ମୂଳ କାହାଣୀ ତଥା ତାର ଅକୁହା ଅଂଶ ସବୁ ଉପରେ ବି ଆଲୋକପାତ କରିବାକୁ ପଡ଼ିବ। ଅବଲକରାର ମୁହଁ ଉଜ୍ଜ୍ୱଳ ଦିଶିଲା। ସେ ଆରାମ କରି ବସିଲା। ସାମନ୍ତେ ଗପିଲେ, କେତେ ପୁରୁଷ ତଲର କଥା। ଆଜି ଯେଉଁ ଆଶ୍ରମର ପରିଚାଳକ ମହାତ୍ମା ତ୍ରିଚକ୍ଷୁ, ସେତେବେଳେ ତାର ସଦ୍ୟ ପ୍ରତିଷ୍ଠା ହୋଇଥାଏ। ପ୍ରତିଷ୍ଠାତା ଋଷି ତ୍ରିଚକ୍ଷୁ ଥିଲେ ଜଣେ ସୁଦକ୍ଷ ଆଚାର୍ଯ୍ୟ। ତାଙ୍କ ଗୁରୁକୁଳରେ କେତେଜଣ ସମ୍ଭ୍ରାନ୍ତ ବଂଶର ତରୁଣମାନଙ୍କ ସହ ଅଧ୍ୟୟନ କରୁଥିଲେ। ଏ ରାଜ୍ୟର ତିନି ରାଜପୁତ୍ର। ସେମାନଙ୍କ ଭିତରୁ ଜଣେ ହେଲେ ପାଟରାଣୀଙ୍କ ପୁଅ, ଭାବୀ ଯୁବରାଜ ତଥା ଭାବୀ ରାଜା। ଅନ୍ୟ ଦୁଇ ଜଣ ତାଙ୍କ ବିମାତା ପୁତ୍ର। ଇତିହାସରେ ଅସାଧାରଣ, ସାଧାରଣ ଓ ବନ୍ଦ ତିନି ପ୍ରକାର ରାଜପୁତ୍ରଙ୍କ ନଜର ଅଛି। ଅସାଧାରଣ ମାନେ ଦୁର୍ଲଭ। ଏ ତିନି ରାଜପୁତ୍ର ଥିଲେ ସାଧାରଣ। ଗୁରୁ ଯେତିକି ଧର୍ମ, ରାଜନୀତି, ଅର୍ଥନୀତି, ସାହିତ୍ୟ ଓ ଇତିହାସ ଶିକ୍ଷା ଦେଉଥାନ୍ତି, ସେସବୁ ସେମାନେ କର୍ତ୍ତବ୍ୟନିଷ୍ଠ ଭାବରେ ଶିଖୁଥାନ୍ତି ବା ଶିଖିବାର ପ୍ରୟାସ କରୁଥାନ୍ତି। କିନ୍ତୁ ଆଶ୍ରମର ଗୋଟିଏ ନିର୍ଦ୍ଦିଷ୍ଟ କୋଠରୀରେ ସାଇତିଥିବା ବିଶେଷ ଧରଣର କେତେକ ପୋଥି ପଢ଼ି ପକାଇବା ପାଇଁ ସେମାନଙ୍କର ପ୍ରବଳ ଆଗ୍ରହ ଥାଏ। ସେସବୁ ପୋଥି ତନ୍ତ୍ର ତଥା ତନ୍ତ୍ର ସମ୍ଭୂତ ନାନା ହବୁ ବିଦ୍ୟା ସମ୍ବନ୍ଧିତ। ହବୁ ବିଦ୍ୟା ପ୍ରତି ହିଁ ରାଜପୁତ୍ରମାନଙ୍କର ଆକର୍ଷଣ ଥାଏ ସର୍ବାଧିକ। ଋଷି ସମାଧିସ୍ଥ ରହୁଥିବା ବେଳେ ବା ମଧ୍ୟେ ମଧ୍ୟେ ସ୍ଥାନାନ୍ତର ଗଲେ ତାଙ୍କ ଅଜ୍ଞାତସାରରେ ତିନିହେଁ କିଛି କିଛି ହବୁ ବିଦ୍ୟା ଆୟତ୍ତ କରି ନେଉଥାନ୍ତି। ଦିନେ ଦୁଇ ଜଣ ପଥିକ ରାଜଧାନୀରୁ ଅରଣ୍ୟ ପଥରେ ଦେଶାନ୍ତର ଯିବା ବାଟରେ ଆଶ୍ରମରେ ନିଶି ଯାପନ କଲେ। ସେମାନଙ୍କଠୁ ରାଜପୁତ୍ରମାନେ ଶୁଣିଲେ କି ରାଜା ଅସୁସ୍ଥ। ସେତେବେଳକୁ ରାଜପୁତ୍ରମାନଙ୍କ ଶିକ୍ଷାଲାଭ ସରି ଆସିଲାଣି। ସେମାନେ ଉତ୍କଣ୍ଠାବଶତଃ ରାଜଧାନୀକୁ ଚାଲିଯିବାକୁ ଇଚ୍ଛା ପ୍ରକାଶ କଲେ। ଗୁରୁ କହିଲେ, ରାଜା ତମମାନଙ୍କୁ ନେବାକୁ ମନ କଲେ ଅବଶ୍ୟ ଦୂତ ପଠାଇବେ। ସେ ଯଦି ଦୈବାତ୍ ଗୁରୁତର ଅସୁସ୍ଥ ହେବେ, ତେବେ ଅବଶ୍ୟ ମହାମନ୍ତ୍ରୀ ବାର୍ତ୍ତା ଦେବେ। ତେଣୁ ଥୟ ଧର। କିନ୍ତୁ ରାଜପୁତ୍ରମାନଙ୍କ ଦ୍ୱାରା ଆଉ ଯାହା ହେଉ ନ ହେଉ, ଥୟ ଧାରଣଟି ଜମାରୁ ହେଉନଥିଲା। ଗୁରୁଙ୍କ ପରାମର୍ଶ ଶୁଣିବା ମାତ୍ରେ ସେମାନଙ୍କ ଆଖିରୁ ଖସି ଆସିଥିବା ଥୋପା ଥୋପା ଅଶ୍ରୁ ସେମାନଙ୍କର ଅତ୍ୟନ୍ତ ଗୋଲଗାଲ
ଚିବୁକ ଉପରେ ମାତ୍ରାଧିକ କରୁଣ ଦେଖାଗଲା ଏବଂ ତାହା ଦେଖି ଗୁରୁ ଅଗତ୍ୟା କହିଲେ, ଆଚ୍ଛା, ଯିବ ଯଦି ଯାଅ, କିନ୍ତୁ ତମ ସାଙ୍ଗରେ କାହାକୁ ଦେବି ତାହା ହିଁ ଚିନ୍ତାର ବିଷୟ। ବିଦ୍ୟାର୍ଥୀମାନଙ୍କ ଭିତରେ ଥିଲେ ଧୀମାନ। ସେ ଥିଲେ ଋଷିଙ୍କ ଅନ୍ତରଙ୍ଗ ଶିଷ୍ୟ। ସେ ଯୋଗ ଶିକ୍ଷା କରୁଥିଲେ ଏବଂ ତାହା ଏତେ ନିଷ୍ଠାପର ଭାବରେ କରୁଥିଲେ ଯେ ତ୍ରିଚକ୍ଷୁ ଥରେ ଥରେ ତାଙ୍କ ଅନ୍ତେ ସେହି ତରୁଣଙ୍କୁ ଗୁରୁକୁଳର ପରିଚାଳକ ଭାବେ ଅଧିଷ୍ଠିତ କରିବାକୁ ଭାବୁଥାନ୍ତି। ସଙ୍ଗେ ସଙ୍ଗେ ମନସ୍ତତ୍ତ୍ୱବିତ୍ ଋଷି ଏହା ବି ବୁଝୁଥିଲେ ଯେ ଧୀମାନଙ୍କ ଭିତରେ କିଛି ସାମାଜିକ ଉଚ୍ଚାକାଂକ୍ଷା ରହିଛି। ଭଲ ଉପାର୍ଜନ କରିବେ, ନିଜେ ସୁଖରେ ରହି ଜନସାଧାରଣଙ୍କର ମଙ୍ଗଳ କରିବେ, ଏଭଳି କଳ୍ପନାର ତାଡ଼ନାରୁ ସେ ମୁକ୍ତ ନଥିଲେ। ବାସ୍ତବିକ ତାଙ୍କ ଭିତରେ ଆଧ୍ୟାତ୍ମିକ ଜ୍ଞାନ ବିକାଶର ସମ୍ଭାବନା ଯେତିକି ଥିଲା, ସାଂସାରିକ ବୁଦ୍ଧି ପ୍ରଖରତା ବି ସେତିକି ଥିଲା। ଆଚ୍ଛା ଧୀମାନ, ତୁମ ସହ ଗଲେ ଠିକ୍ ହେବ? ଗୁରୁ ତ୍ରିଚକ୍ଷୁ ଭାବି ଯୁବରାଜଙ୍କୁ ପ୍ରଶ୍ନ କଲେ। ଭାବି ଯୁବରାଜ ଉତ୍ଫୁଲ୍ଲ ହୋଇ କହିଲେ, ତାହାଠୁଁ ଅଧିକ ଅନୁକୂଳ ବ୍ୟବସ୍ଥା ଆଉ କ'ଣ ହୋଇପାରେ ଗୁରୁଦେବ? ଧୀମାନଙ୍କୁ ସଭିଏଁ ଶ୍ରଦ୍ଧା କରୁଥିଲେ। ରାଜପୁତ୍ରମାନେ ବିଦ୍ୟାବୁଦ୍ଧିରେ ନିହାତି ସାଧାରଣ ହେଲେ ବି ଉଚ୍ଚତର ବିଦ୍ୟାବୁଦ୍ଧିର ମର୍ଯ୍ୟାଦା ବୁଝୁଥିଲେ। ବେଶ୍, ମୁଁ ଧୀମାନଙ୍କୁ କହି ଦେଖୁଛି, ସେ ଯଦି ତୁମ ସହ ଯିବାକୁ ତଥା ରାଜଧାନୀରେ ରହିବାକୁ ରାଜି ହେବ, ତେବେ ତୁମେ ତାକୁ ତୁମର ପରାମର୍ଶଦାତା ନିଯୁକ୍ତ କରିପାର। ଭବିଷ୍ୟତରେ ତମେ ସିଂହାସନ ଆରୋହଣ କଲେ ତାକୁ ମହାମନ୍ତ୍ରୀ ପଦ ଦେଇପାର। ଧୀମାନଙ୍କୁ ତମେମାନେ ତମମାନଙ୍କ ପ୍ରତି ମୋର ଶୁଭେଚ୍ଛାର ପ୍ରତୀକ ରୂପେ ଦେଖିବ। ଗୁରୁଦେବ, ଆପଣଙ୍କ ପରାମର୍ଶ ଶିରୋଧାର୍ଯ୍ୟ। ଭାବି ଯୁବରାଜ ତଥା ଅନ୍ୟ ଦୁଇ ରାଜପୁତ୍ର ସୋତ୍ସାହ କହିଲେ। ଧୀମାନ ଗୁରୁଙ୍କ ପ୍ରସ୍ତାବରେ ପ୍ରଥମେ ଚମକି ପଡ଼ିଲେ। ମୃଦୁ ପ୍ରତିବାଦ କରି ସେ କହିଲେ, ମୁଁ କ'ଣ ଏଠାରେ ରହି ଆପଣଙ୍କ ସେବା କରିବା ପାଇଁ ଯୋଗ୍ୟ ନୁହେଁ? ବତ୍ସ, ତୁ ସେଥିପାଇଁ ସୁଯୋଗ୍ୟ। ସଙ୍ଗେ ସଙ୍ଗେ ଉତ୍ତମ ମାର୍ଗରେ ନିଜର ସାଂସାରିକ ଶ୍ରୀବୃଦ୍ଧି ନିମନ୍ତେ ମଧ୍ୟ ତୁ ବହୁତ ଯୋଗ୍ୟ। ଦୁଇ ଯୋଗ୍ୟତା ଭିତରୁ କେଉଁ ଗୋଟିଏ ତୋର ଶ୍ରେୟ ହେବ, ତାହା ଭବିଷ୍ୟତରେ ନିର୍ଣ୍ଣୟ କରିବ। ଅଦୂର ଭବିଷ୍ୟତ ନା ସୁଦୂର ଭବିଷ୍ୟତ ତାହା ଜାଣେନା। ତୁ ଯା, ପରିସ୍ଥିତି ବିଷମ ହେଲେ ଯେକୌଣସି ମୁହୂର୍ତ୍ତରେ ଖସି ଆସିବୁ, ସେତକ ଶକ୍ତି ତୋର ଅଛି। ଧୀମାନ ରାଜି ହେଲେ। ପରଦିନ ପ୍ରତ୍ୟୁଷରେ ସେ ତିନି ରାଜପୁତ୍ରଙ୍କ ସହ ବହିର୍ଗତ ହେଲେ। ପଥ ଦୀର୍ଘ। ମଧ୍ୟାହ୍ନ ବେଳକୁ ସଭିଏଁ ଗୋଟିଏ ଝରଣା କୂଳରେ ବିଶ୍ରାମ କରିବା ସଙ୍ଗେ ସଙ୍ଗେ ଆଶ୍ରମରୁ ନେଇଥିବା ଖାଦ୍ୟର ସଦୁପଯୋଗ କଲେ। ପରେ ପରେ ଝରଣାକୁ ପାଣି ପିଇବାକୁ ଯାଇ କନିଷ୍ଠ ରାଜପୁତ୍ର ଅଦୂରରେ କିଛି ଅସ୍ଥି କଙ୍କାଳ ପଡ଼ିଥିବା ଦେଖି ହାତ ତାଲି ଦେଇ କହିଲେ, ଦେଖ ଦେଖ, ମୁଁ ଏପରି ମନ୍ତ୍ର ପଢ଼ିବି ଯେ ଏସବୁ ବିକ୍ଷିପ୍ତ ଅସ୍ଥି ଏକତ୍ର ହୋଇ ପରିପୂର୍ଣ୍ଣ କଙ୍କାଳ ବନିଯିବ। ଆଉ ମୁଁ ଏମିତି ମନ୍ତ୍ର ପଢ଼ିଦେବି ଯେ ସେ କଙ୍କାଳ ଉପରେ ରକ୍ତମାଂସର କଳେବର କଅଁଳି ଉଠିବ। କହିଲେ ମଧ୍ୟମ ରାଜପୁତ୍ର। ହା ହା, ଆଉ ମୋତେ ଜଣା ସେ ଦେହରେ ଜୀବନ୍ୟାସ ଦେବାର ସୂତ୍ର। କହିଲେ ଭାବି ଯୁବରାଜ। ସାବଧାନ, ପାଟି କଲେ ଧୀମାନ, କିନ୍ତୁ ତାଙ୍କୁ ଯଥେଷ୍ଟ ସବଳ କଣ୍ଠରେ ପାଟି କରି ଆସୁନଥିଲା। ତାଛଡ଼ା ରାଜପୁତ୍ରମାନେ ନିଜ କୃତିତ୍ୱ ଉପଭୋଗ କରିବା ଆଶାରେ ମସଗୁଲ ଥିଲେ। ଚାହୁଁ ଚାହୁଁ ଅସ୍ଥିତକ ଯୋଡ଼ି ହୋଇ ପୂର୍ଣ୍ଣାଙ୍ଗ କଙ୍କାଳ ହୋଇଗଲା। ପର ମୁହୂର୍ତ୍ତରେ ତହିଁ ଉପରେ ଫୁଟି ଉଠିଲା କଳେବର ଗୋଟିଏ ବିରାଟ ସିଂହର। ଭାଇ, ତମେ ସିଂହ ଚଢ଼ି ରାଜଧାନୀରେ ପ୍ରବେଶ କରିବ। ଆମେ ଦୁଇ କଡ଼ରେ ସିଂହ ଉପରେ ହାତ ଥୋଇ ଚାଲିବୁ। ଲୋକେ ଦେଖି ଯେମିତି ଚକିତ ହେବେ, ସେମିତି ମୁଗ୍ଧ ହେବେ। କହିଲେ କନିଷ୍ଠ ରାଜପୁତ୍ର। ଯୁବରାଜ, ଖବରଦାର, ତମ ମନ୍ତ୍ର ତମେ ପ୍ରୟୋଗ କରିବାରୁ କ୍ଷାନ୍ତ ହୁଅ। ଧୀମାନ ଏହା କହିବା ବେଳକୁ ଯୁବରାଜଙ୍କ କଣ୍ଠରୁ ତୃତୀୟ ମନ୍ତ୍ର ନିର୍ଗତ ହୋଇସାରିଲାଣି। ଧୀମାନ ତତ୍କ୍ଷଣାତ୍ ଗୋଟିଏ ଗଛରେ ଚଢ଼ିଗଲେ। ଭୀଷଣ ଗର୍ଜନ ଛାଡ଼ି ଦେହ ଝାଡ଼ିଝୁଡ଼ି ସିଂହ ଉଠି ଠିଆ ହେଲା ଓ ବେଶ ଅଭିଜାତ ଢଙ୍ଗରେ ଲାଞ୍ଜ ଆନ୍ଦୋଳନ କରି
ଦଶରଥ ଦୃଷ୍ଟିପାତ କଲା। ସେତେବେଳକୁ ମୁହୂର୍ତ୍ତକ ପୂର୍ବରୁ ସେ ଆହ୍ଲାଦିତ ରାଜଯୁବାଗଣ ପରସ୍ପରକୁ ଜାବୁଡ଼ି ଧରି ଗୋଟାପଣ ଛୋଡ଼ୁଥାନ୍ତି। ସିଂହ ସେମାନଙ୍କ ଆଡ଼କୁ 2 ପାହୁଣ୍ଡ ଅଗ୍ରସର ହେବା ବେଳକୁ ସେମାନେ ଆର୍ତ୍ତନାଦର ଭୂମିକା ମାତ୍ର ଦେଇପାରିଲେ। ପରେ ପରେ ସମବେତ ଭାବରେ ସେମାନଙ୍କ ପାଟି ଜାବ ପଡ଼ିଗଲା। ସିଂହ ଲମ୍ପ ଦେବାକୁ ଉଦ୍ୟତ ହେଲା। ଥୟଧର ସିଂହ ଉଦାତ୍ତ କଣ୍ଠରେ ବୃକ୍ଷ ଉପରୁ କହିଲେ ଧୀମାନ। ପଶୁପକ୍ଷୀଙ୍କୁ ନିଜ ଭାଷାର୍ଥ ବୁଝାଇ ଦେବାର ଏବଂ ପଶୁପକ୍ଷୀଙ୍କ ବକ୍ତବ୍ୟ ବୁଝିବାର ମହତ୍ ଶକ୍ତି ସେ ଆୟତ୍ତ କରିଥିଲେ। ସିଂହ ରହିଗଲା ଓ ଧୀମାନଙ୍କୁ ଠାବ କରି ତାଙ୍କ ଉପରେ ନିଜର ବିସ୍ମିତ ଦୃଷ୍ଟି ନିବଦ୍ଧ କଲା। ଧୀମାନ କହିଲେ, ସିଂହବର, ଯେଉଁ 3 ଯୁବକ ତୁମକୁ ଜୀବନ ଦେଲେ, ତୁମେ ସେହିମାନଙ୍କୁ ଭକ୍ଷଣ କରିବା କେତେଦୂର ଯୁକ୍ତିଯୁକ୍ତ କାର୍ଯ୍ୟ? ସିଂହ ଧୀମାନଙ୍କ ଆଡ଼େ ବଲ ବଲ ଅନାଇ ସତେ ଅବା ଅବସ୍ଥା ଆକଳନ କରିବାର ପ୍ରୟାସ କଲା ଓ ତାପରେ କହିଲା, ମହାଶୟ, ସେମାନେ ମୋତେ ଜୀବନ ଦେବା କଥା ମୁଁ ବା କାହୁଁ ଜାଣନ୍ତି? ସେ ଯାହା ହେଉ, ମୋତେ ଜୀବନ ଦେବା ସଙ୍ଗେ ସଙ୍ଗେ ସେମାନେ ମୋ କ୍ଷୁଧାକୁ ମଧ୍ୟ ଜୀବନ ଦେଲେ। ଏ ହୁଏତ 1 ଶତାବ୍ଦୀର କ୍ଷୁଧା। ସେ ଯନ୍ତ୍ରଣା ତୁମେ ଅନ୍ଦାଜ କରିପାରିବ ନାହିଁ। ପରେ ଅବଶ୍ୟ ସ୍ୱାଭାବିକ ରୀତିରେ ପଶୁ ଶିକାର କରି ପ୍ରାଣ ଧାରଣ କରିବେ। କିନ୍ତୁ ଏହି ମୁହୂର୍ତ୍ତରେ ସେଭଳି ବଳ ନାହିଁ, ଆଉ ବଳ ପାଇବା ପାଇଁ ଏମାନଙ୍କ ଛଡ଼ା ଖାଦ୍ୟର ବିକଳ୍ପ ନାହିଁ। ବିକଳ୍ପ ଅଛି ପଶୁରାଜ, ସେ ବିକଳ୍ପ ମୁଁ ଅବତରଣ କରୁଛି। ମୁହୂର୍ତ୍ତେ ଧୈର୍ଯ୍ୟ ଧର। ଧୀମାନ ଗୋଟାଏ ଧାପ ତଳ ଶାଖାକୁ ଅବତରଣ କରୁ କରୁ କହିଲେ। ସିଂହର ନୟନ ଯୁଗଳରେ ବିମର୍ଷ ଭାବ ଫୁଟି ଉଠିଲା। ସେ ପ୍ରଶ୍ନ କଲା, ମହାଶୟ, ଜୀବନର ଆଭିମୁଖ୍ୟ କ'ଣ? ଜୀବନର ଆଭିମୁଖ୍ୟ ଅନ୍ଧକାର ଭିତରୁ ଆଲୋକ ଅଭିମୁଖରେ, ଅଜ୍ଞାନ ଭିତରୁ ଜ୍ଞାନ ଲାଭ ଦିଗରେ ଗତି, ଏ ଅର୍ଥାତ୍ ପ୍ରଗତି, କହିଲେ ଧୀମାନ। ବେଶ୍, ମୋ ପ୍ରାଣଦାତାଙ୍କ ସମ୍ପର୍କରେ ମୁଁ ଅଜ୍ଞାନ ଥିଲି। ଆପଣ ମୋତେ ସେ ଜ୍ଞାନ ଦେଲେ। ଅନ୍ୟ କଥାରେ ଆପଣ ମୋ ଜୀବନର ଆଭିମୁଖ୍ୟର ଅନ୍ୟତମ ଦିଗ୍‌ଦ୍ରଷ୍ଟା। ଯଦି ଆପଣଙ୍କୁ ହିଁ ଭକ୍ଷଣ କରି ଜୀବନ ଧାରଣ କରିବାକୁ ହେବ, ତେବେ ଜୀବନ ଧାରଣ କରିବାର ଯଥାର୍ଥ କେଉଁଠି? ସିଂହ ପ୍ରଶ୍ନ କଲା। ଶୁଣ ସିଂହ, ମୁଁ ଯେମିତି ସେ 3 ଯୁବକଙ୍କ ନିରାପତ୍ତା ପାଇଁ ଦାୟୀ, ତୁମକୁ ତୁମ ସ୍ୱନିର୍ବାଚିତ ଆହାରରୁ ବଞ୍ଚିତ କରୁଥିବା ଯୋଗୁଁ ବିକଳ୍ପ ଆହାର ଯୋଗାଇ ଦେବା ପାଇଁ ମଧ୍ୟ ମୁଁ ବାଧ୍ୟ। ଅତଏବ ଆଉ ଦ୍ୱିଧା ବା ସଂକୋଚ ନ କରି ମୋ ଦ୍ୱାରା ତୁମର ଭୟଙ୍କର କ୍ଷୁଧା ଆଂଶିକ ପ୍ରଶମିତ କର। ଧୀମାନଙ୍କ ପ୍ରସ୍ତାବରେ ସିଂହ ପ୍ରାୟ ବିଦ୍ରୋହୀ ହୋଇ ଉଠିଲା। ଦୁହିଁଙ୍କ ଭିତରେ ଆହୁରି କିଛି ସମୟ ଧରି ତର୍କ ବିତର୍କ ଚାଲିଲା। ଅବଶେଷରେ ସିଂହ କହିଲା, ମହାତ୍ମା, ଗୋଟିଏ ଜୀବନ କାଳ ଭିତରେ ମୋ ଚେତନାର ଯେତିକି ପ୍ରଗତି ହୋଇପାରିଥାନ୍ତା, ଆଜି କେଇ ମୁହୂର୍ତ୍ତ ଭିତରେ ଆପଣଙ୍କ ସତ୍ସଙ୍ଗ ବଳରେ ତହିଁରୁ ଅଧିକ ହୋଇପାରିଛି। କ୍ଷୁଧା ମୋତେ ଆଉ ବେଶୀ ସମୟ ବଞ୍ଚିବାକୁ ଦେବ ନାହିଁ। ମୁଁ ପ୍ରାଣତ୍ୟାଗ କରୁଛି। କିନ୍ତୁ ଆପଣ ମୋର ଗୁରୁ, ଆପଣଙ୍କ ସକାଶେ କିଞ୍ଚିତ୍ ଭେଟିର ବ୍ୟବସ୍ଥା କରି ନ ଗଲେ ତୃପ୍ତିରେ ମରିପାରିବି ନାହିଁ। ଆପଣଙ୍କୁ ଅନୁରୋଧ, ଆପଣ ମୋ ଛାଲଟିକୁ ଆସନ ରୂପେ ବ୍ୟବହାର କରିବେ। ଇତିମଧ୍ୟରେ ସିଂହ ଓ ଧୀମାନଙ୍କ ଭିତରେ ଦାର୍ଶନିକ ଆଲୋଚନା ଅବସରରେ 3 ରାଜପୁତ୍ର ଦୌଡ଼ିଯାଇ 2 ଜଣ ବନବାସୀ ତୀରନ୍ଦାଜଙ୍କୁ ଡାକି ଆଣିଥିଲେ। ସିଂହ ଧୀମାନଙ୍କ ଉଦ୍ଦେଶ୍ୟରେ ତାର ନିବେଦନ ସମାପ୍ତ କରି ଅବସନ୍ନ ଭାବରେ ଟଳି ପଡ଼ିବା ମୁହୂର୍ତ୍ତରେ 2ଟି ଭୀଷଣ ତୀର ଆସି ତା କଳେବର ଭେଦ କଲା। ତୀର ଭେଦ ପୂର୍ବରୁ ସେ ପ୍ରାଣତ୍ୟାଗ କରିଥିଲା ନା ତା ପ୍ରାଣତ୍ୟାଗ ଧାରାକୁ ତୀର 2ଟି ତ୍ୱରାନ୍ୱିତ କଲେ, ସେ କଥା କହିବା ସମ୍ଭବ ନୁହେଁ। ରାଜପୁତ୍ରମାନେ ଆନନ୍ଦରେ ନାଚି ନାଚି ଧୀମାନଙ୍କ ପାଖକୁ ଆସିଲେ। ଭାବୀ ଯୁବରାଜ ଉତ୍ଫୁଲ୍ଲ କଣ୍ଠରେ କହିଲେ, ବନ୍ଧୁ, ତୁମେ ଯେପରି ସିଂହକୁ ସଂଳାପରେ ବ୍ୟାପୃତ ରଖି ଆମ ପ୍ରାଣ ରକ୍ଷା କଲ, ଆମେ ସେମିତି ତାକୁ ବଧ କରି ତମ ପ୍ରାଣ ରକ୍ଷା କଲୁ। ଚମତ୍କାର! ତୁମ ଓ ମୋ ଭିତରେ
ବର୍ତ୍ତମାନ କେହି କାହାରି ପ୍ରତି ଋଣୀ ନୁହଁ। ତୁମେ ଏ 2 ଜଣ ବନବାସୀଙ୍କୁ ଦେହରକ୍ଷୀ ନିଯୁକ୍ତ କରି ତୁମ ବାଟରେ ଯାଅ ଓ ମୁଁ ମୋ ବାଟରେ ଯାଏଁ। ତୁମ ବାଟ ବୋଇଲେ ବିସ୍ମିତ ରାଜପୁତ୍ରମାନେ ପ୍ରଶ୍ନ କଲେ, ଆଶ୍ରମର ବାଟ? ଭାବି ରାଜପୁତ୍ର ତାଙ୍କୁ ଯେତେ ମନ୍ତ୍ରୀ ପଦର ଲୋଭ ଦେଖାଇଲେ ସେ ଆଉ ଶୁଣିଲେ ନାହିଁ। ରାଜପୁତ୍ରମାନଙ୍କୁ ବିଦାୟ ଦେଲେ। ସ୍ଥାନୀୟ ବନବାସୀଙ୍କ ସାହାଯ୍ୟରେ ସିଂହର ଛାଲଟିକୁ ବାହାର କରି ନେଇ ଆଶ୍ରମକୁ ଲେଉଟି ଗୁରୁ ତ୍ରିଚକ୍ଷୁଙ୍କ ଆଗରେ ସବୁ ବର୍ଣ୍ଣନା କଲେ ଓ କହିଲେ, ଗୁରୁଦେବ, ସିଂହର ପ୍ରଶ୍ନରେ ହିଁ ଜୀବନର ଆଭିମୁଖ୍ୟ ସମ୍ପର୍କରେ ମୁଁ ହଠାତ୍ ଚେତି ଉଠିଲି। ସିଂହଟି ମୋ ଗୁରୁ ସ୍ଥାନୀୟ ନ ହେଲେ ବି ଗୁରୁ ଭାଇ ସ୍ଥାନୀୟ। ତା ଛାଲ ଉପରେ ମୁଁ ବସିବି କିପରି? ଆପଣ ଏହାକୁ ଆସନ ରୂପେ ଗ୍ରହଣ କରନ୍ତୁ। ତାହା ହିଁ ହେଲା ଗୁରୁ ତ୍ରିଚକ୍ଷୁଙ୍କ ଅନ୍ତେ ଧୀମାନ ହେଲେ ଗୁରୁକୁଳର ଅଧ୍ୟକ୍ଷ। ଗୁରୁଙ୍କ ବ୍ୟବହୃତ ସିଂହ ଚର୍ମାସନଟିକୁ ସେ ଏକ ପୂଜ୍ୟବସ୍ତୁର ମର୍ଯ୍ୟାଦା ଦେଇ ସାଇତି ରଖିଲେ। କେତେ ଶହ ବର୍ଷ ବିତିଗଲାଣି, ଆଶ୍ରମର ବର୍ତ୍ତମାନ ଉତ୍ତରାଧିକାରୀ ମଧ୍ୟ ତାକୁ ସେମିତି ମର୍ଯ୍ୟାଦା ଦିଅନ୍ତି। ଆଭୋଲକରା ସିଂହ ଛାଲ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା, ଆପଣ କାହାରି ଘରେ କୌଣସି ଜିନିଷପତ୍ର ଟଣାଟଣି ନ କରିବାକୁ ମୋତେ କେତେଥର କହିଛନ୍ତି, କିନ୍ତୁ ଦେଖନ୍ତୁ ଗୁରୁ, ମୋ ଚଗଲାମି ବି ଥରେ ଥରେ ଆପଣଙ୍କ ଆଶୀର୍ବାଦରୁ ମୋର ଶିକ୍ଷାରେ ପରିଣତ ହୁଏ। ସେ ଏଥର ସାଆନ୍ତଙ୍କୁ ପ୍ରଣାମ କଲା।